ଯୋଗ ଉପରେ କିଛି ଟିପ୍ସ ଆମେ ଜାଣିବା ପାଇଁ ଚାହୁଁଛୁ, ଯେମିତି ଯୋଗ କ'ଣ ଗୋଟେ ମଣିଷ ପାଇଁ ନିହାତି ଦରକାର? ଆଜିକା ସମାଜରେ ସମସ୍ତଙ୍କୁ ଯୋଗ ଦରକାର, ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ସକାଳୁ ଉଠି ଅଭ୍ୟାସ କରିବା ଦରକାର। କାରଣ ଏତେ ଲାଇଫରେ ଏତେ ବିଜି ଆମେ ହେଇଯାଇଛନ୍ତି, ଆମେ କିଛି ରୋଗକୁ ନିଜେ ନିଜେ ଆଣିଛନ୍ତି। ସେଇ ରୋଗ ସହିତ କିଛି ମାନସିକ ସ୍ଥିତି ମଧ୍ୟ ଆମର ଠିକ୍ ରହୁନି। ଇଏ ସବୁର ଏକ ପୂର୍ଣ୍ଣ ପ୍ୟାକେଜକୁ ଠିକ୍ କରିବାକୁ ହେଲେ ଆମକୁ ପ୍ରତ୍ୟେକ ଦିନ ସକାଳୁ କିଛି ସମୟ ଯୋଗ ପାଇଁ ସମୟ ଦେବା। ଯୋଗ ପାଇଁ ସାର୍ ସମୟ କ'ଣ ରହିବା ଦରକାର? ସବୁଠୁ ଉତ୍କୃଷ୍ଟ ସମୟ ହେଉଛି ସକାଳ ସମୟ। 5 ରୁ 6 ସମୟ ହେଉଛି ସବୁଠୁ ବେଷ୍ଟ ସମୟ, ଯେଉଁଟାକି ବ୍ରହ୍ମ ମୁହୂର୍ତ୍ତ ବୋଲି ଆମେ ସମସ୍ତେ କୁହନ୍ତି। କାହିଁକି ନା ସେହି ସମୟରେ ଆମେ ଶୋଇକି ଉଠିଥାନ୍ତି, ମେଣ୍ଟାଲ କଣ୍ଡିସନ୍ ଠିକ୍ ଥାଏ, ଏନଭାୟରମେଣ୍ଟ ପଲ୍ୟୁସନ୍ ନଥାଏ, ସାଉଣ୍ଡ ନଥାଏ କିଛି। ତ ସେହି ସମୟରେ ଆମେ ଯଦି ଯୋଗ କରିବା ତାହେଲେ ଅନ୍ୟ ଅପେକ୍ଷା ବେଶୀ ଲାଭ ମିଳେ। ଯଦି ଆପଣ ପାଖରେ ସମୟ ହେଉନି, ସକାଳେ ଲେଟ୍ ନାଇଟ୍ ଶୋଉଛନ୍ତି କିମ୍ବା କିଛି ୱାର୍କ କରୁଛନ୍ତି, ଯେଉଁଟାକି ସଫ୍ଟୱେୟାର ବାଲା ଭାଇ ଭଉଣୀ ଅଛନ୍ତି, ରାତିରେ ସେମାନେ ଅଫିସ୍ କାମ କରନ୍ତି, ସେମାନେ ଚାହିଁଲେ ଇଭିନିଂ ପାର୍ଟରେ କରିପାରିବେ। କିନ୍ତୁ ଖାଇବାର ମିନିମମ୍ 5 ଘଣ୍ଟା ପରେ ଖାଲି ପେଟରେ କରିବା ଦରକାର।